ଥରେ ଦେବୀ ସତ୍ୟଭାମା ଭଗବାନ କୃଷ୍ଣଙ୍କ ପାଖକୁ ଆସି ତାଙ୍କୁ ପଚାରିଲେ ଯେ ସେ ପ୍ରତିଦିନ ତୁଳସୀ ଗଛକୁ କାହିଁକି ପାଣି ଦିଅନ୍ତି ଏବଂ ଦେବୀ ରୁକ୍ମଣୀ ତା ପାଖରେ ଦୀପ କାହିଁକି ଜଳାନ୍ତି। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବୀ, ତୁମେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛ। ଦେବୀ ତୁଳସୀ ଲକ୍ଷ୍ମୀଙ୍କ ଅବତାର। ଦେବୀ ତୁଳସୀ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ, ସେଥିପାଇଁ ଏହା ମୋ ପାଇଁ ସବୁଠାରୁ ପ୍ରିୟ। କାର୍ତ୍ତିକ ମାସ ହେଉଛି ମାସ ମଧ୍ୟରୁ ଶ୍ରେଷ୍ଠ ଏବଂ ସମସ୍ତ ଗଛ ମଧ୍ୟରୁ ତୁଳସୀ ମୋ ପାଇଁ ସବୁଠାରୁ ପ୍ରିୟ। ଯିଏ ତୁଳସୀ ଗଛକୁ ଜଳ ଅର୍ପଣ କରେ, ମୁଁ ସର୍ବଦା ତାଙ୍କ ଉପରେ ମୋର ଆଶୀର୍ବାଦ ବୃଷ୍ଟି କରେ। ଯିଏ ମୋତେ ତୁଳସୀ ପତ୍ର ସହିତ ପ୍ରସାଦ ଅର୍ପଣ କରେ, ମୁଁ ସେମାନଙ୍କୁ ପ୍ରେମରେ ସହିତ ଗ୍ରହଣ କରେ। ମୁଁ ତୁଳସୀ ପତ୍ର ବିନା କୌଣସି ପ୍ରକାରର ପ୍ରସାଦ ଗ୍ରହଣ କରେ ନାହିଁ। ହେ ଦେବୀ, ମୁଁ ଏବେ ତୁମକୁ ତୁଳସୀ ଗଛକୁ ପାଣି ଦେବା ଏବଂ ତା ପାଖରେ ଦୀପ ଜାଳିବାର ଗୁରୁତ୍ୱ କହିବି। ତେଣୁ ଏହି କାହାଣୀକୁ ଧ୍ୟାନର ସହିତ ଶୁଣିବ। ଯେଉଁ ମହିଳା ଏହି କାହାଣୀକୁ ଧ୍ୟାନ ଦେଇ ଶୁଣନ୍ତି, ସେ ସର୍ବଦା ସୌଭାଗ୍ୟବତୀ ହୋଇ ରୁହନ୍ତି। ତାଙ୍କ ଘରକୁ ସୁଖ ଏବଂ ସମୃଦ୍ଧି ଆସେ ଏବଂ ଦାରିଦ୍ର୍ୟତା ଦୂର ହୁଏ। ଦେବୀ ସତ୍ୟଭାମା କହିଲେ, ହେ ପ୍ରଭୁ, ମୁଁ ଏହି କାହାଣୀଟି ଧ୍ୟାନର ସହିତ ଶୁଣିବି। ଦୟାକରି ମୋତେ ଏହି କାହାଣୀଟି କୁହନ୍ତୁ। ତାପରେ ଭଗବାନ କୃଷ୍ଣ କାହାଣୀଟି କହିଲେ। ଶ୍ୟାମ ଶର୍ମା ନାମକ ଜଣେ ସମୃଦ୍ଧ ବୈଶ୍ୟ ଥିଲେ, କିନ୍ତୁ ତାଙ୍କର କୌଣସି ସନ୍ତାନ ନଥିଲା। ଏହି କାରଣରୁ ସେ ସର୍ବଦା ଦୁଃଖୀ ରହୁଥିଲେ। ସେ ସନ୍ତାନ ପାଇବା ପାଇଁ ଅନେକ ଉପାୟ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ସଫଳତା ପାଇନଥିଲେ। ଶେଷରେ ସେ ମହାନ ଋଷି ବଶିଷ୍ଠଙ୍କୁ ଭେଟିବାକୁ ଗଲେ। ସେ ଋଷିଙ୍କୁ କହିଲେ, ମୁନିବର, ମୋତେ ସଂସାରର ସବୁ ସୁଖ ମିଳିଛି, ହେଲେ ବି ମୁଁ ହତଭାଗା, ମୋର କୌଣସି ସନ୍ତାନ ନାହିଁ। ସବୁ ଚେଷ୍ଟା ବିଫଳ ହେଉଛି। ବଶିଷ୍ଠ ତାଙ୍କର ଦିବ୍ୟ ଦୃଷ୍ଟି ସହିତ ଶ୍ୟାମ ଶର୍ମାଙ୍କ ପୂର୍ବ ଜୀବନୀ ଦେଖିଲେ ଏବଂ ତାଙ୍କୁ କହିଲେ ଯେ ତାଙ୍କ ପୂର୍ବଜନ୍ମରେ ସେ ଏକ ଗାଈକୁ ଆଘାତ କରିଥିଲେ। ସେ ଗାଈଟି ନବଜାତ କଅଁଳା ବାଛୁରୀଟି ଜନ୍ମ ଦେଇଥିଲା। ତାକୁ ବହୁତ ଭୋକ ଲାଗୁଥିଲା। ସେ ତୋ ଦୁଆରରେ ଆସିଥିଲା କିଛି ଖାଇବା ପାଇଁ, ହେଲେ ତୁ ତାକୁ କିଛି ଖାଦ୍ୟ ନ ଦେଇ ମାଡ଼ ମାରି ବିଦା କରିଥିଲୁ। ତାର ଶରୀର ବହୁତ ଦୁର୍ବଳ ଥିଲା। ତାକୁ ପାଦେ ଚାଲିବାର ସାହସ ମଧ୍ୟ ନଥିଲା। ସେ ତା କଅଁଳା ବାଛୁରୀଟିକୁ ଟିକେ କ୍ଷୀର ମଧ୍ୟ ଦେଇପାରିଲାନି। ଗାଈଟି ରାଗିଯାଇ ତତେ ଅଭିଶାପ ଦେଲା କି ମୁଁ ଯେପରି ମୋ ଛୁଆଟି ପାଇଁ କଷ୍ଟ କରୁଛି, ମୁଁ ତତେ ଅଭିଶାପ ଦେଉଛି, ତୁ ମଧ୍ୟ ସନ୍ତାନ ପାଇଁ ସେହିପରି କଷ୍ଟ ସହିବୁ। ଗାଈଙ୍କୁ ଅସହନୀୟ କଷ୍ଟ ଦେଇଛୁ, ତେଣୁକରି ଗାଈର ଅଭିଶାପ ଯୋଗୁଁ ଏହି ଜନ୍ମରେ ତୁ ସନ୍ତାନ ପାଇବାରେ ଅକ୍ଷମ। ଶ୍ୟାମ ଶର୍ମା ତାଙ୍କ ପାପର ପ୍ରାୟଶ୍ଚିତ ପାଇଁ ବଶିଷ୍ଠଙ୍କୁ ଉପାୟ ମାଗିଲେ। ବଶିଷ୍ଠ କହିଲେ, ଏକମାତ୍ର ଉପାୟ ଅଛି, ତୁ ପୁତ୍ରେଷ୍ଠ ଯଜ୍ଞ କରେ। ବଶିଷ୍ଠଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ୟାମ ଶର୍ମା ପୁତ୍ରେଷ୍ଟି ଯଜ୍ଞ କରିବା ପାଇଁ ପ୍ରସ୍ତୁତ କଲେ। ସେ ଋଷି ଏବଂ ସନ୍ଥମାନଙ୍କୁ ନିମନ୍ତ୍ରଣ କଲେ ଏବଂ ଯଜ୍ଞ ଆରମ୍ଭ କଲେ। ଶ୍ୟାମ ଶର୍ମା ଅତି ଆଡମ୍ବରରେ ଯଜ୍ଞ ଆରମ୍ଭ କଲେ। ସେ ଅତି ନିଷ୍ଠାର ସହିତ ଯଜ୍ଞ କଲେ। ଯଜ୍ଞ ପରେ ଅଗ୍ନିଦେବ ଆବିର୍ଭୂତ ହେଲେ ଏବଂ ଶ୍ୟାମ ଶର୍ମାଙ୍କୁ ଏକ ପୁତ୍ର ସନ୍ତାନର ଆଶୀର୍ବାଦ ଦେଲେ। କିନ୍ତୁ ସେ କେବଳ 18 ବର୍ଷ ବଞ୍ଚିବ, ସେ ଅଳ୍ପାୟୁ ହେବ, ଏହା କହି ଅନ୍ତର୍ଦ୍ଧାନ ହୋଇଗଲେ। ଶ୍ୟାମ ଶର୍ମା ବହୁତ ଦୁଃଖୀ ହେଲେ। ସ୍ୱାମୀ ସ୍ତ୍ରୀ ଦୁହେଁ ମନ ଦୁଃଖ କଲେ, but ନିଜକୁ ବୁଝାଇଲେ, ଅଳ୍ପାୟୁ ହେଲେ ମଧ୍ୟ ପୁଅ ତ ରହିବ ନା। କିଛି ସମୟ ପରେ ଶ୍ୟାମ ଶର୍ମାଙ୍କ ସ୍ତ୍ରୀ ଗର୍ଭବତୀ ହେଲେ ଏବଂ ଏକ ସୁନ୍ଦର ପୁତ୍ର ସନ୍ତାନ ଜନ୍ମ ଦେଲେ। ପୁତ୍ରଟି ବହୁତ ତେଜସ୍ୱୀ ବାଳକ ଥିଲା। ପୁଅ ବଡ଼ ହେଲା,
ପୁଅକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କଲେ। ପୁତ୍ରଟି ଅତ୍ୟନ୍ତ ନମ୍ର ଓ ଭଦ୍ର ଥିଲା। ଦେଖୁ ଦେଖୁ ପୁତ୍ରଟିକୁ 17 ବର୍ଷ ହୋଇଗଲା। ଶ୍ୟାମ ଶର୍ମା ଏବଂ ତାଙ୍କ ସ୍ତ୍ରୀ ତାଙ୍କ ପୁତ୍ର ପାଇଁ ବିବାହ କରିବା ପାଇଁ ପ୍ରସ୍ତୁତ କଲେ। ତଥାପି ସେମାନେ ତାଙ୍କର କ୍ଷୁଦ୍ର ଆୟୁଷ ବିଷୟରେ ଚିନ୍ତିତ ଥିଲେ। ଶ୍ୟାମ ଶର୍ମା କହିଲେ, ଆମର ପୁଅ ଗୋଟିଏ ବର୍ଷ ମଧ୍ୟରେ ମରିଯିବ। ତେଣୁ ଆମେ ଝିଅକୁ ବିବାହ କରି ତାର ଜୀବନ ନଷ୍ଟ କରିବା ଉଚିତ ନୁହେଁ। ସେ 2 ବର୍ଷ ମଧ୍ୟରେ ବିଧବା ହୋଇଯିବ ଏବଂ ତାପରେ ଜୀବନରେ ଅନେକ କଷ୍ଟ ସହିବାକୁ ପଡ଼ିବ। କିନ୍ତୁ ଶ୍ୟାମ ଶର୍ମାଙ୍କ ସ୍ତ୍ରୀ ନିଜ ସ୍ୱାମୀକୁ ବୁଝାଇଲେ। କହିଲେ, ଆମର ବହୁତ ଧନ ସମ୍ପତ୍ତି ଅଛି। ଆମ ବୋହୂର କିଛି ଅସୁବିଧା ହେବ ନାହିଁ। ଆମେ ଆମ ବୋହୂକୁ ଝିଅ ରୂପରେ ରଖିବା। ଶ୍ୟାମ ଶର୍ମାଙ୍କ ପୁଅ ସୁଭଦ୍ରା ନାମକ ଏକ ସଦ୍ଗୁଣୀ କନ୍ୟାକୁ ବିବାହ କଲେ। ସୁଭଦ୍ରା ଅତ୍ୟନ୍ତ ସୁଶୀଳ କନ୍ୟା ଥିଲେ। ସେ ଏକ ଧର୍ମପରାୟଣ ମହିଳା ଥିଲେ। ସୁଭଦ୍ରା ଘରର ସମସ୍ତ ସଦସ୍ୟଙ୍କ ଦେଖାଶୁଣା ଅତି ଭଲ ଭାବରେ କରୁଥିଲେ। ପ୍ରତିଦିନ ସେ ତୁଳସୀ ପୂଜା ଅତି ଶ୍ରଦ୍ଧାର ସହିତ କରୁଥିଲେ। ପୂଜା ନ କରିବା ପର୍ଯ୍ୟନ୍ତ କିଛି ବି ଖାଦ୍ୟ ସୁଭଦ୍ରା ଗ୍ରହଣ କରୁନଥିଲେ। ସେ ତୁଳସୀ ବିବାହ ବି ବହୁତ ଆଡ଼ମ୍ବରରେ କରୁଥିଲେ। ପୁରୋହିତଙ୍କୁ ଡାକିକି ସେ ତୁଳସୀଙ୍କର ବିବାହ କରାଉଥିଲେ। ମାତାଙ୍କୁ ଶାଢ଼ୀ, ଚୁଡ଼ି, ଓଢ଼ଣୀ, ସିନ୍ଦୁର ଆଦି ଅର୍ପଣ କଲେ। ସୁଭଦ୍ରା ତାଙ୍କ ସ୍ୱାମୀଙ୍କ ପ୍ରତି ଭକ୍ତି କରୁଥିଲେ। ସର୍ବଦା ସ୍ୱାମୀର ଆୟୁଷ ବଢ଼ିବା ପାଇଁ ପୂଜାପାଠ କରୁଥିଲେ। ଯେତେବେଳେ ତାଙ୍କ ପୁଅର ମୃତ୍ୟୁ ସମୟ ପାଖେଇ ଆସିଲା, ସୁଭଦ୍ରା ତାଙ୍କ ସ୍ୱାମୀଙ୍କୁ ରକ୍ଷା କରିବା ପାଇଁ ପରମେଶ୍ୱରଙ୍କ ଠାରୁ ପ୍ରାର୍ଥନା କଲେ। ସୁଭଦ୍ରା ସକାଳେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତି ଏବଂ ତୁଳସୀ ମାତାକୁ ପ୍ରାର୍ଥନା କରନ୍ତି। ଏହିଭଳି ସେ ପ୍ରତିଦିନ କରନ୍ତି। ସେହିଦିନ ଯମରାଜାଙ୍କ ଦୂତ ଶ୍ୟାମ ଶର୍ମାଙ୍କ ପୁଅକୁ ଜୀବନ ନେବାକୁ ଆସିଲେ। କିନ୍ତୁ ତୁଳସୀ ମାତା ଯମଦୂତଙ୍କୁ ବାଧା ଦେଇଥିଲେ। ତୁଳସୀ ମାତା କହିଲେ ଯେ ସୁଭଦ୍ରା ତାଙ୍କୁ ଏକ ନାଲି ଓଢ଼ଣୀ ଅର୍ପଣ କରିଛନ୍ତି। ତେଣୁ ସେ ତାଙ୍କ ସ୍ୱାମୀଙ୍କ ଜୀବନ ରକ୍ଷା କରୁଛନ୍ତି। ତେଣୁ ତୁମେମାନେ ଏଠାରୁ ଚାଲିଯାଅ। ସୁଭଦ୍ରା ସନ୍ଧ୍ୟାରେ ତୁଳସୀ ଗଛ ପାଖରେ ପୁଣି ଦୀପ ଜାଳି ମାଙ୍କୁ ପ୍ରାର୍ଥନା ଗୁହାରି କରନ୍ତି। ଯମରାଜାଙ୍କ ଦୂତମାନେ ପୁଣି ଆସିଲେ। କିନ୍ତୁ ମାତା ତୁଳସୀ ପୁଣି ସେମାନଙ୍କୁ ବାଧା ଦେଲେ। ମାତା କହିଲେ, ସୁଭଦ୍ରାଙ୍କ ସ୍ୱାମୀଙ୍କ ଜୀବନ ରକ୍ଷା କରୁଛି। ଯମଦୂତମାନେ ଭୟରେ ସେଠାରୁ ଫେରି ଚାଲିଗଲେ। ଯମଦୂତମାନେ କଳେ କୌଶଳେ କିପରି ଭାବରେ ସୁଭଦ୍ରାର ସ୍ୱାମୀର ପ୍ରାଣ ନେବେ ସେହି ଉପାୟ ଖୋଜୁଥାନ୍ତି। କିନ୍ତୁ ମାତା ତୁଳସୀ ବାରମ୍ବାର ସେମାନଙ୍କୁ ଅଟକାଉଥାନ୍ତି। ଶେଷରେ ବିଫଳ ହୋଇ ଯମଦୂତମାନେ ଯମରାଜାଙ୍କ ପାଖକୁ ଗଲେ। ଶେଷରେ ଯମରାଜା ନିଜେ ସେଠାକୁ ଆସିଲେ। ମାତା ତୁଳସୀ ଯମରାଜାଙ୍କୁ କହିଲେ, ମୁଁ ସୁଭଦ୍ରାକୁ ସୌଭାଗ୍ୟବତୀ ଓ ସର୍ବଦା ସୁଖୀ ପତ୍ନୀ ରହିବାର ଆଶୀର୍ବାଦ ଦେଇଛି। ଦୟାକରି ଯମରାଜା ସୁଭଦ୍ରାର ସ୍ୱାମୀକୁ ଜୀବନ ଦାନ ଦିଅନ୍ତୁ। ଯମରାଜା ଆସି ସୁଭଦ୍ରାଙ୍କୁ ଭେଟିଲେ। ଯମରାଜା ସୁଭଦ୍ରାଙ୍କୁ କହିଲେ, ମା ତୁଳସୀଙ୍କୁ ତମେ ପ୍ରତିଦିନ ପୂଜା କରୁଛ। ମା ତୁଳସୀ ତୁମ ଉପରେ ପ୍ରସନ୍ନ ହୋଇ ତୁମକୁ ସୌଭାଗ୍ୟବତୀ ଏବଂ ସର୍ବଦା ସୁଖୀ ପତ୍ନୀ ରହିବାର ଆଶୀର୍ବାଦ ଦେଇଛନ୍ତି। ତୁମର ଏହି ଭକ୍ତି ଦେଖି ମୁଁ ତୁମର ସ୍ୱାମୀଙ୍କ ଜୀବନ ଦାନ ଦଉଛି। ସେ ଏହା କହିଲେ ମଧ୍ୟ ସୁଭଦ୍ରାଙ୍କ ଭକ୍ତି ଦେଖି ଯମରାଜା ତାଙ୍କ ସ୍ୱାମୀଙ୍କ ଜୀବନ ରକ୍ଷା କଲେ। ସେ ଏହା ମଧ୍ୟ କହିଲେ ଯେ ଯେଉଁ ମହିଳା ତାଙ୍କ ଘର ସମ୍ମୁଖରେ ତୁଳସୀ ଗଛ ଲଗାନ୍ତି ଏବଂ ପ୍ରତିଦିନ ସନ୍ଧ୍ୟାରେ ତା ପାଖରେ ଦୀପ ଜାଳନ୍ତି, ସେ ମୃତ୍ୟୁରୁ ରକ୍ଷା ପାଆନ୍ତି। ତେଣୁ ଭଗବାନ କୃଷ୍ଣ ବୁଝାଇଲେ ଯେ ତୁଳସୀ ପାଖରେ ଦୀପ ଜାଳିବା ଏବଂ ତୁଳସୀଙ୍କୁ ପାଣି ଅର୍ପଣ କରିବା କେବଳ ଭକ୍ତି ପ୍ରଦର୍ଶନ କରେ ନାହିଁ, ବରଂ ଜୀବନରେ ସୁଖ ଓ ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ମଧ୍ୟ ଆଣେ। ତେଣୁ ଆମେ ଆମ ଘରେ ତୁଳସୀ ଗଛ ଲଗାଇବା ଏବଂ ନିୟମିତ ଭାବରେ ପୂଜା କରିବା। ତେବେ ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ
ଏହିଭଳି ପୌରାଣିକ କାହାଣୀ ଶୁଣିବା ପାଇଁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜୟ ଜଗନ୍ନାଥ।